ସମସ୍ତଙ୍କୁ ମୋର ନମସ୍କାର। ଜୟ ଜଗନ୍ନାଥ। ମୁଁ ପ୍ରିୟଙ୍କା ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ସେସନକୁ। ଆଜିର ସେସନରେ ଆମେ ଭୂଗୋଳ ଅର୍ଥନୀତି ଶିକ୍ଷାଦାନ ପଦ୍ଧତି ସମ୍ବନ୍ଧରେ ପଢ଼ିବା। ଠିକ୍ ଅଛି। ପୂର୍ବ ସେସନରେ ଆମେ ଇତିହାସ ଶିକ୍ଷାଦାନ ପଦ୍ଧତି ସମ୍ବନ୍ଧରେ ପଢ଼ିଥିଲେ, ପରିବେଶ ଶିକ୍ଷାଦାନ ପଦ୍ଧତି ସମ୍ବନ୍ଧରେ ପଢ଼ିଥିଲେ। ଯଦି ଆପଣ ସେହି ସେସନଟି ଦେଖି ନାହାନ୍ତି ତାହେଲେ ନିଶ୍ଚିତ ଭାବରେ ଦେଖିଦିଅନ୍ତୁ। ଆଉ ଯଦି ମୋ ଚ୍ୟାନେଲରେ ଆପଣ ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ମଧ୍ୟ ଅନ୍ କରିଦିଅନ୍ତୁ, ଯେଉଁଦ୍ୱାରା କି ଆପଣଙ୍କର ବେନିଫିଟ୍ ହେବ ଏବଂ ସର୍ବପ୍ରଥମେ ଆପଣ ନୋଟିଫିକେସନ୍ ପାଇପାରିବେ। ଠିକ୍ ଅଛି, ଚାଲନ୍ତୁ ଆଜିର ସେସନଟିକୁ ଷ୍ଟାର୍ଟ କରିବା। ପ୍ରଥମେ ଜାଣିବା ଭୂଗୋଳକୁ ପଢ଼ିବା ପାଇଁ କେଉଁ କେଉଁ ପଦ୍ଧତି ଆମେ ଅବଲମ୍ବନ କରିଥାଉ, ଯେଉଁଥିରେ କି ପିଲାଟିଏ ବୁଝିପାରିବ। ଠିକ୍ ଅଛି ନା, ଏବଂ ପିଲା ପାଇଁ ସରସ ସୁନ୍ଦର ହେଇପାରିବ। ତ ଆମର 4 ପ୍ରକାର ପଦ୍ଧତି ଅଛି ଭୂଗୋଳ ଶିକ୍ଷାଦାନ ପାଇଁ। ନା କ'ଣ ନା ପର୍ଯ୍ୟବେକ୍ଷଣ ପଦ୍ଧତି। ଠିକ୍ ଅଛି, ପର୍ଯ୍ୟବେକ୍ଷଣ ପଦ୍ଧତି, ପର୍ଯ୍ୟବେକ୍ଷଣ ଆଲୋଚନା ପଦ୍ଧତି, ପର୍ଯ୍ୟବେକ୍ଷଣ ହେବ ପ୍ଲସ୍ ଆଲୋଚନା ହେବ। ଠିକ୍ ଅଛି, ନେକ୍ସଟ କ'ଣ ଆସିଲା ନା ହେଉଛି ପ୍ରକଳ୍ପ ପଦ୍ଧତି। ତାପରେ କ'ଣ ହେଲା ନା ଶିକ୍ଷଣ କାର୍ଯ୍ୟ ପଦ୍ଧତି। ଏଇ 4ଟି ପଦ୍ଧତି ମାଧ୍ୟମରେ ଆପଣ ପିଲାମାନଙ୍କୁ ପଢ଼େଇ ପାରିବେ। ଠିକ୍ ଅଛି, ୱାନ୍ ବାଇ ୱାନ୍ ଚାଲନ୍ତୁ ଡିସ୍କସନ୍ କରିବା। ନା କ'ଣ ପର୍ଯ୍ୟବେକ୍ଷଣ ପଦ୍ଧତି ବା ଅବଜରଭେସନ୍ ମେଥଡ଼। ଆପଣ ଅବଜର୍ଭ କରିକିରି ପିଲାମାନଙ୍କୁ ଦେଖେଇ ପଢ଼େଇ ପାରିବେ। ଅବଜର୍ଭ 2 ପ୍ରକାର ହେବ, ଗୋଟେ ଡାଇରେକ୍ଟ ହେଇପାରିବ, ଗୋଟେ ଇନଡାଇରେକ୍ଟ ହେଇପାରିବ, ବା କ୍ଲାସରୁମ୍ ଭିତରେ ହେଇପାରିବ, କ୍ଲାସରୁମ୍ ବାହାରେ ହେଇପାରିବ। ଠିକ୍ ଅଛି, ତ ଏଥିରୁ ଆମେ କ'ଣ ହେଇଥାଏ, ପ୍ରାୟତଃ ଆମେ ପିଲାମାନଙ୍କୁ ଅବଜରଭେସନ୍ କରିବା ପାଇଁ ପିଲାଙ୍କୁ କହିଥାଉ କି ନାହିଁ ଯେକୌଣସି ଟପିକ୍ ପଢ଼େଇଲା ବେଳକୁ। ଆଚ୍ଛା, ଠିକ୍ ଅଛି, ଫାର୍ଷ୍ଟ ଗୁରୁତ୍ୱ ସମ୍ବନ୍ଧରେ ଆମେ ପଢ଼ିବା। ଠିକ୍ ଅଛି, ପର୍ଯ୍ୟବେକ୍ଷଣ ପଦ୍ଧତିର କ'ଣ ଗୁରୁତ୍ୱ ରହିଛି। ଏହା ହେଉଛି ପ୍ରତ୍ୟକ୍ଷ ପଦ୍ଧତି, ଯେଉଁଥିରେ କି ଆମେ ଜ୍ଞାନ ଆହରଣ କରିପାରିଥାଉ ନା। ତାପରେ କ'ଣ ନା ଏଥିରେ ଆମେ କ'ଣ ହେଇଥାଏ ନା ବାସ୍ତବ ଧାରଣା ମଧ୍ୟ ପାଇପାରିଥାଉ। ନିଶ୍ଚିତ ଭାବରେ ଭାବପୂର୍ଣ୍ଣ ଯେଉଁଥିରେ କି ଆମର ସାହାଯ୍ୟ ହେଇଥାଏ କ'ଣ ସଠିକ୍ ବୁଝାମଣାକୁ ହେଲା। ଆଉ କ'ଣ ଆମେ ଏଇ ଯେଉଁ ବସ୍ତୁ ଘଟଣା ପରିବେଶ ସମ୍ବନ୍ଧରେ ବାସ୍ତବ ଧାରଣା ପାଇପାରିଥାଉ। ଆମର ଜ୍ଞାନ ଆହରଣ ହେବା ସହିତ ଆମର ଚିନ୍ତା ଶକ୍ତି, କଳ୍ପନା ଶକ୍ତିର ମଧ୍ୟ ବିକାଶ ହେଇଥାଏ। ତାହେଲେ ଏତିକି ସବୁ ଗୁରୁତ୍ୱ ସବୁ ରହିଛି ଏଇ କେଉଁ ମେଥଡ଼ରେ ନା ପର୍ଯ୍ୟବେକ୍ଷଣ ମେଥଡ଼ରେ। ଠିକ୍ ଅଛି, ନେକ୍ସଟ ଜାଣିବା ପର୍ଯ୍ୟବେକ୍ଷଣର ଉପାୟ ଗୁଡ଼ିକ କ'ଣ, କେମିତି ଆପଣ କରିବେ। 2 ପ୍ରକାର ମୁଁ କହିଲି, ଗୋଟେ ହେଉଛି କ'ଣ ନା ଶ୍ରେଣୀ ବାହାରେ ପର୍ଯ୍ୟବେକ୍ଷଣ, ବାହାରକୁ ଯାଇକରି ଆପଣ ପର୍ଯ୍ୟବେକ୍ଷଣ କରିପାରିବେ। କେଉଁ ଟପିକ୍ରେ ଆପଣ କରିପାରିବେ କୁହନ୍ତୁ ନା ଆପଣ ବିଭିନ୍ନ ପଡ଼ିଆ ପାଖକୁ ନେଇଯିବେ ପିଲାମାନଙ୍କୁ, ବିଭିନ୍ନ ପ୍ରକାର ମୂର୍ତ୍ତିକା ଆପଣ ଦେଖାଇ ପାରିବେ, ତା'ର ଗଠନ ଦେଖାଇ ପାରିବେ, ରଙ୍ଗ ଦେଖାଇ ପାରିବେ, ନିର୍ଦ୍ଦିଷ୍ଟ ମୂର୍ତ୍ତିକା ବୈଶିଷ୍ଟ୍ୟ ଗୁଡ଼ିକ ଦେଖାଇ ପାରିବେ, ଝରଣା ଦେଖାଇ ପାରିବେ, ମୂର୍ତ୍ତିକା ପାଗ, ସୂର୍ଯ୍ୟ, ବିଭିନ୍ନ ପ୍ରକାର ଜିନିଷ ଆପଣ ଦେଖାଇ ପାରିବେ। 2ଟି ନଦୀର ମିଳନ କିପରି ହେଉଛି, ସମୁଦ୍ର ପତନ କିପରି ସୃଷ୍ଟି ହେଉଛି, ଏଗୁଡ଼ା ସବୁ ଆପଣ ଦେଖାଇ ପାରିବେ। କେଉଁଠି ନା ଶ୍ରେଣୀଗୃହ ବାହାରକୁ ଯାଇ ଆପଣ ଦେଖାଇ ପାରିବେ। ଠିକ୍ ଅଛି, ଏଥିରେ ତାଙ୍କର କ'ଣ ହେଇଯିବ, ପ୍ରତ୍ୟକ୍ଷ ନଲେଜ ସେମାନେ ଗେନ୍ କରିପାରିବେ। ତାପରେ ହେଲା ଶ୍ରେଣୀ ଗୃହରେ ପର୍ଯ୍ୟବେକ୍ଷଣ, ମାନେ ଶ୍ରେଣୀ ଗୃହ ମଧ୍ୟରେ ରହି ସେମାନେ ପର୍ଯ୍ୟବେକ୍ଷଣ କରିବେ। କ'ଣ ରହିଛି ଦେଖନ୍ତୁ ଏଠି ନା ବୁଲେଟିନ୍ ବୋର୍ଡ଼ର ପ୍ରଦର୍ଶନ କରିପାରିବେ ସେମାନେ। ଠିକ୍ ଅଛି, ବୁଲେଟିନ୍ ବୋର୍ଡ଼ରେ ପ୍ରଦର୍ଶନ କ'ଣ କରି ହେବ, ଚନ୍ଦ୍ରପୃଷ୍ଠର ଅବତରଣ ଆପଣ ଦେଖାଇ ପାରିବେ। ଆଉ କ'ଣ ତୁନ୍ଦ୍ରାଞ୍ଚଳ ଲୋକମାନଙ୍କର ଜୀବନ ଧାରଣ ଦେଖାଇ ପାରିବେ, ଜୀବନ ଧାରଣ ପ୍ରକ୍ରିୟା ଆପଣ ଦେଖାଇ ପାରିବେ। ଠିକ୍ ଅଛି, ମାନଚିତ୍ର ଆଉ ଚାର୍ଟ, ଛବି, ମଡ଼େଲ ତ ଏଇଟା ପ୍ରାୟତଃ କ୍ଲାସରୁମ୍ ଗୁଡ଼ାରେ ଆମେ ଦେଖାଇଥାଏ। କ'ଣ ଦେଖାଇଥାଏ କୁହନ୍ତୁ, ସେଥିରେ ଆମେ ବିଭିନ୍ନ ପ୍ରକାର ସ୍ଥାନକୁ ଦେଖାଇଥାଏ, ପର୍ବତ, ପାହାଡ଼, ନଦୀ, ବୃଷ୍ଟିପାତ, ଖଣିଜ ପଦାର୍ଥ, ଏଗୁଡ଼ା ସବୁ ଆମେ ଦେଖାଇ ପାରିଥାଏ ଚାର୍ଟ ମାନଚିତ୍ର ସାହାଯ୍ୟରେ। କେଉଁଠି ଦେଖାଇ ପାରିଥାଏ ନା ଶ୍ରେଣୀ ଗୃହରେ। ଠିକ୍ ଅଛି, ଆଉ କ'ଣ ଫିଲ୍ମ ଷ୍ଟ୍ରିମ୍ ମାଧ୍ୟମରେ ଆପଣ କ'ଣ ଦେଖାଇ ପାରିବେ, ବିଭିନ୍ନ ପ୍ରକାର ପ୍ରକଳ୍ପ, ଶିଳ୍ପାନୁଷ୍ଠାନ, ଏଗୁଡ଼ାକ ଆପଣ ଦେଖାଇ ପାରିବେ। ଠିକ୍ ଅଛି, ଆଦିବାସୀ ଲୋକ ଜୀବନ ଧାରଣ ପ୍ରକ୍ରିୟା, ଏଗୁଡ଼ାକ ମଧ୍ୟ ଆପଣ ଫିଲ୍ମ ଆକାରରେ ପିଲାମାନଙ୍କୁ ଦେଖାଇ ପାରିବେ। ଏଥିରେ ଦେଖନ୍ତୁ ଉପକାର କ'ଣ ହୁଏ କୁହନ୍ତୁ ନା ପିଲାମାନେ ଯେହେତୁ ବାସ୍ତବ ଦେଖି ପାରିଥାନ୍ତି, ପର୍ଯ୍ୟବେକ୍ଷଣ ମାନେ ତାଙ୍କର ବାସ୍ତବ ଜ୍ଞାନ ଆହରଣ କରିପାରିଥାନ୍ତି ସେମାନେ, ହଁ କି ନାହିଁ। ତାଙ୍କର କଳ୍ପନା ଶକ୍ତିର ବିକାଶ ହେଇଥାଏ, ଜ୍ଞାନ ଅଧିକ ଦୀର୍ଘସ୍ଥାୟୀ ମଧ୍ୟ ହେଇଥାଏ ସେଗୁଡ଼ାରେ ହେଲା। ଆଉ କ'ଣ ହେଇଥାଏ ନା ସେମାନେ ଆଗ୍ରହ ସୃଷ୍ଟି ପିଲାମାନଙ୍କର ହେଇଥାଏ, ହଁ କି ନାହିଁ, କୌତୂହଳ ସୃଷ୍ଟି ହେଇଥାଏ। ଅସୁବିଧା କେଉଁଠି ରହିଲା କୁହନ୍ତୁ, ଅସୁବିଧା କ'ଣ ରହିଲା ନା ସବୁ ସ୍ଥାନରେ ସବୁ ପ୍ରକାର ଭୌଗୋଳିକ ପରିବେଶ ଉପଲବ୍ଧ ନ ହୋଇପାରେ, ଯେଉଁଥିରେ କି ପିଲା ଆଉ ଜ୍ଞାନ ଆହରଣ କରିପାରେନି, ପ୍ରତ୍ୟକ୍ଷ ଅବଜରଭେସନ୍ ସେମାନେ କରିପାରିବେନି, ଏବଂ ପଛୁଆ ବର୍ଗର ପିଲାମାନେ ମେଧାବୀ ଛାତ୍ରମାନଙ୍କ ପରି ଲାଭବାନ ହୋଇପାରନ୍ତି ନାହିଁ। ଯେଉଁମାନେ ମେଧାବୀ ପିଲାମାନେ ଥିବେ ତାଙ୍କ ପରିକା କ'ଣ ପଛୁଆ ବର୍ଗର ପିଲାମାନେ ହେଇପାରିବେ, ସେମାନେ ଡାଇରେକ୍ଟଲି ଅବଜରଭେସନ୍ କରିପାରିବେ, ସେମାନେ ତ ବୁଝିପାରୁନଥିବେ ଠିକ୍ ସେ ହେଲା। ଆଉ କ'ଣ
ଏଗୁଡ଼ାକ ବେଳେବେଳେ ଗୋଟେ ଗୋଟେ ପିଲା କ'ଣ ହେଇଥାଏ ମନୋରଞ୍ଜନ ପାଇଁ କରିଥାନ୍ତି, ଯେଉଁଥିରେ କି କ'ଣ ହେଇଥାଏ ନା ଶାନ୍ତି ଶୃଙ୍ଖଳା ମଧ୍ୟ ବ୍ୟାହତ ହେଇଥାଏ। ଠିକ୍ ଅଛି। ଆଉ କ'ଣ ଅଛି, କିନ୍ତୁ ଯେତେ ଅସୁବିଧା ଥିଲେ ମଧ୍ୟ ଯେଉଁଗୁଡ଼ା ଏତେ ଅସୁବିଧା ଥିଲେ ମଧ୍ୟ ଏହା ନିମ୍ନ ଶ୍ରେଣୀ ଆଉ ଉଚ୍ଚ ଶ୍ରେଣୀ ନିମନ୍ତେ ଉପାଦେୟ ପଦ୍ଧତି କହିଲେ ଅତ୍ୟୁକ୍ତି ହେବ ନାହିଁ। ମାନେ ନିମ୍ନ ଶ୍ରେଣୀର ବି ଆଉ ଉଚ୍ଚ ଶ୍ରେଣୀ ପାଇଁ ବି ଆମେ ଏହାକୁ ୟୁଜ୍ କରିଥାଏ। କେଉଁ ପଦ୍ଧତି ନା ପର୍ଯ୍ୟବେକ୍ଷଣ ପଦ୍ଧତି। ଠିକ୍ ଅଛି, ବୁଝିପାରିଲେ? ପ୍ରଥମ ପର୍ଯ୍ୟାୟଟି ଆମେ ସାରିଲେ, ପ୍ରଥମ ମେଥଡ଼ଟି। ସେକେଣ୍ଡ ମେଥଡ଼କୁ ଯିବା ଆମେ। ସେକେଣ୍ଡ ପଦ୍ଧତି କ'ଣ ଅଛି ନା ପର୍ଯ୍ୟବେକ୍ଷଣ କରିବେ ପ୍ଲସ୍ ଆଲୋଚନା କରିବେ। ଠିକ୍ ଅଛି, ବା ପର୍ଯ୍ୟବେକ୍ଷଣ ଆଲୋଚନାମୂଳକ ପଦ୍ଧତି। ଠିକ୍ ଅଛି। ବର୍ତ୍ତମାନ କି ହେଉଛି ନା ପିଲାମାନେ ଆଲୋଚନା କରିବା ପାଇଁ ପସନ୍ଦ କରୁଛନ୍ତି। ଗୋଟେ ଦେଖିବେ ପୁଣି ଆଲୋଚନା କରିବା ନିଶ୍ଚିତ ଭାବରେ ଜରୁରୀ। ତ ସେଇ ଯେଉଁ ଆଲୋଚନା ସମୟରେ କ'ଣ କ'ଣ ସବୁ ରହିଥାଏ ନା ଜଣେ ନେତା ରହିଥାନ୍ତି ବା ଲିଡର। ଲିଡର କିଏ ଏଠି ନା ଟିଚର ହେଉଛି ଲିଡର, ହଁ କି ନାହିଁ? ସେମାନେ ଆଲୋଚନା କରିଥାନ୍ତି ଟିଚର ଏଠି। ଅଂଶଗ୍ରହଣକାରୀ କେଉଁମାନେ ନା ପିଲାମାନେ ଅଂଶଗ୍ରହଣ କରିଥାନ୍ତି, ହେଲା। ତାପରେ ଏଇଠି ଆଉ କ'ଣ ରହିଥାଏ ନା ଗୋଟେ ଟପିକ୍ ରହିଥାଏ, କେଉଁ ବିଷୟରେ ଆଲୋଚନା କରିଯିବ, ଗୋଟେ କଣ୍ଟେଣ୍ଟ ରହିଥାଏ, ବିଷୟବସ୍ତୁ ନହେଲେ ଆପଣ କ'ଣ ଆଲୋଚନା କରିବେ। ତାପରେ କ'ଣ ହେଇଥାଏ ମୂଲ୍ୟାୟନ ହେଇଥାଏ। ଠିକ୍ ଅଛି। ତ ଜଣେ ନେତା ଆକାରରେ ସେ ସବୁ ଜାଣିଥିବା ଦରକାର, ସେ ବିଷୟଟିକୁ ଭଲ ଭାବରେ ଜାଣିଥିବା ଦରକାର ଯେଉଁଟା ସେ ଆଲୋଚନା କରିବେ, ହଁ କି ନାହିଁ? ତାପରେ ସେମାନେ ପିଲାମାନଙ୍କୁ ସମସ୍ତେ ଯେମିତି ଅଂଶଗ୍ରହଣ କରିପାରୁଥିବେ ସେଠି ମଧ୍ୟ ଗୁରୁତ୍ୱ ଦେବେ ଟିଚର ଆକାରରେ। ଆଉ କ'ଣ ଦେଖିବେ, ଦେଖନ୍ତୁ ନା ପିଲାମାନଙ୍କର ରୁଚିକୁ ମଧ୍ୟ ଆପଣ ଦେଖିବେ ଏବଂ ପିଲାମାନେ ସମସ୍ତେ ଅଂଶଗ୍ରହଣ କରିପାରୁଛନ୍ତି କି ନାହିଁ ଦେଖିବେ ଏବଂ ଦୁର୍ବଳ ଆଗୁଆ ଛାତ୍ରଛାତ୍ରୀମାନଙ୍କୁ ଆଲୋଚନାରେ ମଧ୍ୟ ଅଂଶଗ୍ରହଣ କରିବା ପାଇଁ ଆପଣ ସୁଯୋଗ ଦେବେ। ଠିକ୍ ଅଛି, ଏଇ ସବୁ ରହିଲା। ତାପରେ ଦେଖିବା ଆମେ ଆଲୋଚନା ପ୍ରଣାଳୀ କେମିତି ସବୁ କରିବେ, ଆଲୋଚନା କିପରି ଭାବରେ ଆପଣ କରିବେ। ଏବେ ଯେଉଁ ଟିକେ ଆଗରୁ କହିଲି, ମୁଁ କ'ଣ କହିଲି ନା ଆପଣ କ'ଣ କରିବେ, ଶିକ୍ଷକ ଆକାର ମାନେ ଟିଚର ଶିକ୍ଷକ ସହ ପରାମର୍ଶ ସେମାନଙ୍କ ଜଟିଳତା ସନ୍ଦେହ ଦୂର କରିଥାନ୍ତି। ମାନେ ସେ ପିଲାମାନଙ୍କୁ ଆପଣ ଦେଖିବା ପାଇଁ କହିବେ, ତାପରେ ତ ଆଲୋଚନା କରିବେ ନା। ଆଲୋଚନା ବେଳେ କ'ଣ ହେବ, ଏଠି ଯୁକ୍ତିତର୍କ ହୁଏ ନାହିଁ। ଟିଚର ଆଉ ଷ୍ଟୁଡେଣ୍ଟ ମଧ୍ୟରେ ଯୁକ୍ତିତର୍କ କୌଣସି ହେବ ନାହିଁ। ଯଦି ପିଲାର କିଛି ଡାଉଟ୍ ଥାଏ କି କିଛି ବୁଝିପାରିନଥାଏ ତାହେଲେ ସିଏ କ'ଣ କରେ ଟିଚରଙ୍କୁ ପଚାରିକି ବୁଝିଥାଏ ଏବଂ ଶିକ୍ଷକ ଆକାରରେ ସିଏ ଆଲୋଚନା ମାଧ୍ୟମରେ ପିଲାମାନଙ୍କୁ ବତେଇଥାନ୍ତି। ଠିକ୍ ଅଛି। ତାପରେ ବେଳେବେଳେ କ'ଣ କରନ୍ତି ଟିଚର, ଯଦି ବଡ଼ ବିଷୟଟି ଥିଲା ତାକୁ ଭାଗ କରି ଛୋଟ ଛୋଟ ବିଭକ୍ତ କରିକିରି ଗୋଟିଏ ଦଳରେ ଦେଇଥାନ୍ତି ଏବଂ ଗୋଟିଏ ଦଳକୁ ମଧ୍ୟ ଦଳଗତ ଭାବରେ ସେ ପିଲାଟି ବୁଝେଇଥାନ୍ତି ବା ଉପସ୍ଥାପନା କରିଥାନ୍ତି। ଠିକ୍ ଅଛି, ବୁଝିପାରିଲେ? ଆଉ କ'ଣ ହେଇଥାଏ, ହଁ ଏତିକି ଉପସ୍ଥାପନ କରିଥାନ୍ତି, ତାପରେ ତାଙ୍କର ସିଦ୍ଧାନ୍ତରେ ଉପନୀତ ହେଇଥାନ୍ତି ଆଉ। ଠିକ୍ ଅଛି। ଏଥିରେ ଉପକାର କ'ଣ ହେଲା ନା ପିଲାମାନେ ନିଜେ ଅଂଶଗ୍ରହଣ କରିଥାନ୍ତି, ହଁ କି ନାହିଁ? ଏବଂ ଗଣତାନ୍ତ୍ରିକ ଭାବରେ ଏଇଟା ହେଇଥାଏ। ଲାଜକୂଳ ଦୂର ହେଇଥାଏ। ଯେହେତୁ ସେମାନେ ଅଂଶଗ୍ରହଣ କରିଥାନ୍ତି, କଥାବାର୍ତ୍ତା ହେଉଛନ୍ତି, ତାହେଲେ ଭୟ ଆଉ ଏଇ ଲାଜଟା କମିବ, ହଁ କି ନାହିଁ? ଏଥିରେ ସହଯୋଗ ମନୋବୃତ୍ତି ମଧ୍ୟ ବଢ଼ିବ। ଆଉ କ'ଣ, ଶିକ୍ଷାର୍ଥୀମାନେ ଉତ୍ସାହିତ ମଧ୍ୟ ହେବେ। ଆଉ ସମଗ୍ର ଶ୍ରେଣୀ ଆଲୋଚନାରେ ସଂଶ୍ଳିଷ୍ଟ ହେବା ଦ୍ୱାରା ଅର୍ଥ, ପରିଶ୍ରମ, ସମୟ ଅଯଥା ଅପଚୟ ଘଟିବ ନାହିଁ, ମାନେ ବେଶୀ ଘଟିବ ନାହିଁ ଆଉ। ଠିକ୍ ଅଛି। ଏଥିରେ କ'ଣ ହେଇଥାଏ, ସ୍ୱମୂଲ୍ୟାୟନର ସୁଯୋଗ ଥିବାରୁ ଶିକ୍ଷାର୍ଥୀମାନେ ସେମାନଙ୍କର କ'ଣ କରିଥାନ୍ତି, ସାମର୍ଥ୍ୟ ଓ ଦୁର୍ବଳତାକୁ ମଧ୍ୟ ଠିକ୍ ଭାବରେ ଜାଣିପାରିଥାନ୍ତି। ସେ ଜାଣିପାରନ୍ତି ଯେ ମୁଁ କେଉଁଟା ଜାଣିଛି କେଉଁଟା ଜାଣିନି, ସେ ଜାଣିପାରନ୍ତି। ଠିକ୍ ଅଛି, କଥାବାର୍ତ୍ତା ମାଧ୍ୟମରେ। ଏଠି ଅସୁବିଧା କ'ଣ ରହିଲା କୁହନ୍ତୁ? ଅସୁବିଧା ହେଉଛି କ'ଣ ନା ଏଠି ସଫଳତା ଶ୍ରେଣୀଗୃହର ବିଦ୍ୟାଳୟର ଶିକ୍ଷଣ ଉପକରଣ ଉପରେ ନିର୍ଭର କରିଥାଏ। ଯଦି ସେଗୁଡ଼ାକ ନଥିବ ତାହେଲେ ହେଇପାରିବ ନାହିଁ। ଠିକ୍ ଅଛି। ତ ନିମ୍ନ ଶ୍ରେଣୀ ପିଲାମାନଙ୍କ ପାଇଁ ଏହା ଠିକ୍ ନୁହେଁ, କାରଣ ସେମାନେ ଆଲୋଚନା କ'ଣ କରିବେ, ତାଙ୍କ ଏତେ ଜ୍ଞାନ ବି ନଥାଏ ଯେ ସେମାନେ ଆଲୋଚନା କରିବେ। ଠିକ୍ ଅଛି ନା। ଅଳ୍ପ ବୟସ୍କ ଶିକ୍ଷାର୍ଥୀମାନେ ବିଷୟଗତ ଗଠନ ବା ତଥ୍ୟ ସଂଗ୍ରହ ତାର ବ୍ୟାଖ୍ୟା କରିବାକୁ ସମର୍ଥ ହୋଇନଥାନ୍ତି। ଆଉ ବେଳେବେଳେ କ'ଣ ହୁଏ, ଶିକ୍ଷକଙ୍କର ଦକ୍ଷତା କୌଶଳ ଶିକ୍ଷକଙ୍କ ବ୍ୟକ୍ତିତ୍ୱ ଉପରେ ନିର୍ଭର କରିଥାଏ। ଯଦି ଏଗୁଡ଼ାକ ନଥିବ ସେ ଆଲୋଚନା କରିପାରିବେ ନାହିଁ କି ପିଲାମାନଙ୍କର ଯେଉଁ ଡାଉଟ୍ ଥିବ ତାହା ମଧ୍ୟ ସେମାନେ କ୍ଲିଅର କରିପାରିବେ ନାହିଁ। ବୁଝିପାରିଲେ? ନେକ୍ସଟ ଆସିଲା କ'ଣ ନା ପ୍ରକଳ୍ପ ପଦ୍ଧତି। ଆମେ ପ୍ରକଳ୍ପ ପଦ୍ଧତି ପରିବେଶ ଅଧ୍ୟୟନରେ ମଧ୍ୟ ପଢ଼ିଛେ, ଇତିହାସ ଅଧ୍ୟୟନରେ ମଧ୍ୟ ପଢ଼ିଛେ ଏବଂ ଭୂଗୋଳ ଶିକ୍ଷାଦାନରେ ମଧ୍ୟ ଆମେ ପଢ଼ିବା। ଠିକ୍ ଅଛି। ତ ଏଠି କିଏ ପ୍ରଗତିବାଦୀ ଉପରେ ପର୍ଯ୍ୟବେସିତ କରିଥିଲେ କୁହନ୍ତୁ ନା, କିଏ କହିଥିଲେ ପ୍ରଥମେ? ଜନ୍ ଡ୍ୟୁଇ। କିନ୍ତୁ ଆମର ପଦ୍ଧତିରେ କିଏ ସୂତ୍ରପାତ କରିଥିଲେ କୁହନ୍ତୁ ନା, କିଲପାଟ୍ରିକ୍, ୱିଲିୟମ୍
କିଲପାଟ୍ରିକ୍ ବୁଝିପାରିଲେ। ୱିଲିୟମ୍ କିଲପାଟ୍ରିକ୍ 1918 ମସିହାରେ ସୂତ୍ରପାତ କରିଥିଲେ କେଉଁ ପଦ୍ଧତିଟିକୁ ନା ପ୍ରକଳ୍ପ ପଦ୍ଧତିଟିକୁ। ବେଳେବେଳେ ଏଇ ଚାରିଜଣ ଯେଉଁ ଲେଖିଛନ୍ତି ସେଗୁଡ଼ାକ ପଡ଼ିଯାଏ। ଦେଖନ୍ତୁ ପାର୍କର କ'ଣ କହିଥିଲେ ନା ପ୍ରକଳ୍ପ ହେଉଛି ଏକକ କାର୍ଯ୍ୟ ଯେଉଁଥିରେ କି ପିଲାମାନେ ଯୋଜନା ତଥା ଉଦ୍ଦେଶ୍ୟ ପୂରଣ ପାଇଁ ଦାୟୀ ରହନ୍ତି। ଆଚ୍ଛା ଠିକ୍ ଅଛି। କିଲପାଟ୍ରିକ୍ କ'ଣ କହିଥିଲେ ପ୍ରକଳ୍ପ ହେଉଛି ଗୋଟେ ସାମାଜିକ ପରିବେଷ୍ଟନୀ ମଧ୍ୟରେ ପୂର୍ଣ୍ଣ ପାଳନରେ ସମ୍ପାଦିତ ଏକ ଉଦ୍ଦେଶ୍ୟପୂର୍ଣ୍ଣ କାର୍ଯ୍ୟ। ଆଉ ଷ୍ଟିଭେନସନ୍ କ'ଣ କହିଥିଲେ ପ୍ରକଳ୍ପ ହେଉଛି ଗୋଟେ ସମସ୍ୟାମୂଳକ କାର୍ଯ୍ୟ ଯାହାକି ସ୍ୱାଭାବିକ ପରିବେଶ ମଧ୍ୟରେ ସମ୍ପାଦିତ ହୋଇଥାଏ। ବୁଝିପାରିଲେ। ଆଉ ବାଲାର୍ଡ କ'ଣ କହିଥିଲେ ନା ପ୍ରକଳ୍ପ ହେଉଛି ବିଦ୍ୟାଳୟକୁ ପ୍ରେରିତ ଏକ ବାସ୍ତବ ଜୀବନ ପରିସ୍ଥିତି। ଏଠୁ ଇମ୍ପୋର୍ଟାଣ୍ଟ କେଉଁଟା ରହିଲା ଏଇ ଦୁଇଟା ଇମ୍ପୋର୍ଟାଣ୍ଟ କିଲପାଟ୍ରିକ୍ ଆଉ ଷ୍ଟିଭେନସନ୍। ପାର୍କର ବି ଥରେ ବୋଧେ ପଡ଼ିଥିଲା। ଠିକ୍ ଅଛି ଆପଣ ଟିକେ ଏଗୁଡ଼ାକ ଦେଖିଦେବେ ନୋଟ୍ ଡାଉନ୍ କରିଦେବେ ଯାହାଫଳରେ କି ଆପଣଙ୍କୁ ମନେ ରହିବ। କିନ୍ତୁ ଗୋଟେ କ୍ୱେଶ୍ଚନ୍ ସିଓର ବୋଧେ ଲାଗୁଛି ମୋତେ ଆସିବ। ଠିକ୍ ଅଛି। ଆଚ୍ଛା ଏଗୁଡ଼ାକ କ'ଣ ନା ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦିଆହେଇଛି। କ'ଣ କ'ଣ ଦିଗ ଉପରେ ଗୁରୁତ୍ୱ ଦିଆହେଇଛି ଦେଖନ୍ତୁ। ପ୍ରକଳ୍ପ ହେଉଛି ଗୋଟେ ସମସ୍ୟାପୂର୍ଣ୍ଣ କାର୍ଯ୍ୟ। ନିଶ୍ଚିତ ଭାବରେ ଗୋଟେ ସମସ୍ୟା ଥାଏ ଗୋଟେ ପ୍ରୋଜେକ୍ଟ ଦିଅନ୍ତି ମାନେ ଗୋଟେ ଟପିକ୍ ଥାଏ ଏବଂ ଉଦ୍ଦେଶ୍ୟପୂର୍ଣ୍ଣ ହୋଇଥିବା ଆବଶ୍ୟକ ଉଦ୍ଦେଶ୍ୟପୂର୍ଣ୍ଣ କାର୍ଯ୍ୟ ହୋଇଥାଏ। ଆଉ ପ୍ରକଳ୍ପ ସାମାଜିକ ପରିବେଶରେ ପରିଚାଳିତ ହୋଇଥାଏ ଗୋଟେ ସାମାଜିକ ପରିବେଶରେ ପରିଚାଳିତ ହୋଇଥାଏ ଏବଂ ପ୍ରକଳ୍ପ ବିଦ୍ୟାଳୟରୁ ପ୍ରେରିତ ବାସ୍ତବ ଜୀବନର ସମସ୍ୟା ମଧ୍ୟ ହୋଇଥାଏ। ଠିକ୍ ଅଛି। ପ୍ରକଳ୍ପ ସାମାଜିକ ପରିବେଶରେ ଏକ କାର୍ଯ୍ୟ ରହିଥାଏ ଯେଉଁଟାକି ସକାରାତ୍ମକ ଏବଂ ବାସ୍ତବ ଫଳାଫଳ ରହିଥାଏ। ପ୍ରକଳ୍ପ ହେଉଛି ଏକ କାର୍ଯ୍ୟ ଯାହା ମାଧ୍ୟମରେ ବହୁ ସମସ୍ୟାର ସମାଧାନ ମଧ୍ୟ ହୋଇପାରିଥାଏ। ଏଗୁଡ଼ାକ କ'ଣ ନା କର୍ମ ଦ୍ୱାରା ଶିକ୍ଷା ପିଲାମାନେ ନିଜେ କରିଥାନ୍ତି। ଠିକ୍ ଅଛି। ଆଚ୍ଛା ଏଗୁଡ଼ା ସବୁ ରହିଲା। ତାପରେ କ'ଣ ପ୍ରକଳ୍ପ ପଦ୍ଧତିର ମୌଳିକ ନୀତି ରହିଛି ଏବଂ ବିଶେଷତ୍ୱ ରହିଛି। କ'ଣ କ'ଣ ବିଶେଷତ୍ୱ ରହିଛି ଦେଖିବା। ଏଥିରେ ଗୋଟେ ଉଦ୍ଦେଶ୍ୟ ରହିଛି କାର୍ଯ୍ୟନୀତି ରହିଛି ହଁ କି ନାହିଁ ଏବଂ ଅନୁଭୂତି ବିକାଶ ନୀତି ରହିଛି ବାସ୍ତବ ନୀତି ରହିଛି ସ୍ୱାଧୀନତା ନୀତି ରହିଛି ଏବଂ ଉପାଦେୟତା ନୀତି ରହିଛି। ଏପଟେ ପିଲାମାନଙ୍କ ଉପାଦେୟ ମଧ୍ୟ ହୋଇଥାଏ ସ୍ୱାଧୀନ ଭାବରେ ମତବ୍ୟକ୍ତ କରିଥାନ୍ତି ପିଲାମାନେ। ଅନୁଭୂତି କିଛି ରହିଥାଏ ଅନୁଭୂତିକୁ ନେଇକରି ସେମାନେ ଗୋଟେ ପ୍ରକଳ୍ପ କରିଥାନ୍ତି ହଁ କି ନାହିଁ ଏବଂ କାର୍ଯ୍ୟ ମାଧ୍ୟମରେ ଏହା ସମ୍ପାଦିତ କରିଥାନ୍ତି। ବିଭିନ୍ନ ପ୍ରକାର ଷ୍ଟେପ୍ ମଧ୍ୟ ରହିଛି ଦେଖନ୍ତୁ ଏଠି କ'ଣ କ'ଣ ଷ୍ଟେପ୍ କରିବେ। ଗୋଟେ ପ୍ରଥମେ ପରିସ୍ଥିତି ଗୋଟେ ସୃଷ୍ଟି କରିଥାନ୍ତି ତାପରେ ପ୍ରକଳ୍ପଟିକୁ ବାଛିଥାନ୍ତି ବା ନିର୍ବାଚନ କରିଥାନ୍ତି। ନିର୍ବାଚନ କରିସାରିଲା ପରେ କ'ଣ ହୁଏ ନା ଗୋଟେ ଉଦ୍ଦେଶ୍ୟକୁ ବାଛିଥାନ୍ତି। ଆମର ଉଦ୍ଦେଶ୍ୟ କ'ଣ ଆମେ ପ୍ରୋଜେକ୍ଟରେ କ'ଣ କରିବା ହଁ କି ନାହିଁ ଉଦ୍ଦେଶ୍ୟ ଜ୍ଞାପନ କରିଥାନ୍ତି। ତାପରେ କ'ଣ କରିଥାନ୍ତି ତା ପାଇଁ ଗୋଟେ ଯୋଜନା ପ୍ରସ୍ତୁତ କରିଥାନ୍ତି। ଯୋଜନା ପ୍ରସ୍ତୁତ କରିସାରିଲା ପରେ କ'ଣ କରିଥାନ୍ତି ଏଥିରେ କାର୍ଯ୍ୟକାରିତା କରିଥାନ୍ତି। ତାପରେ ଯାଇ ମୂଲ୍ୟାୟନ କରିଥାନ୍ତି ଏବଂ ସର୍ବଶେଷରେ କ'ଣ କରିଥାନ୍ତି ଲିପିବଦ୍ଧ କରିଥାନ୍ତି ବା ବିବରଣୀ ଲିପିବଦ୍ଧ କରିଥାନ୍ତି। ବୁଝିପାରିଲେ କ'ଣ କ'ଣ କରାଯାଏ। ଆମେ ଇତିହାସରେ ମଧ୍ୟ ଏହା ପଢ଼ିଛେ ଆଉ ବିଶେଷ ଭାବରେ ଏଥିରେ ଆଲୋଚନା କରୁନେ। ଭୌଗୋଳିକ ପ୍ରକଳ୍ପ ନିମ୍ନ ଶ୍ରେଣୀ ପାଇଁ ନିମନ୍ତେ କ'ଣ କ'ଣ ଆକାରରେ ଆପଣ ପ୍ରୋଜେକ୍ଟ ଦେଇପାରିବେ। ଠିକ୍ ଅଛି। ଭୌଗୋଳିକ ପ୍ରକଳ୍ପ ନା ପିଲାମାନଙ୍କୁ ଆପଣ ମଡ଼େଲ ତିଆରି କରିବା ପାଇଁ କହିପାରିବେ। ଗ୍ଲୋବ୍ ଗ୍ରାଫ୍ ଚାର୍ଟ ମାନଚିତ୍ର ଅଙ୍କନ ରେଖାଚିତ୍ର ମାନଚିତ୍ର ପୃଥିବୀର ଆବର୍ତ୍ତନ ପରିକ୍ରମଣ ଚନ୍ଦ୍ରଗ୍ରହଣ ଆଦି ଆପଣ ଚିତ୍ର ଅଙ୍କନ କରିବା ପାଇଁ କହିପାରିବେ। ତାହା ବି ଗୋଟେ ପ୍ରୋଜେକ୍ଟ। ଠିକ୍ ଅଛି ନା। ଚିତ୍ର କରିବା ପାଇଁ କହିପାରିବେ ଗ୍ରାଫ୍ କରିବା ପାଇଁ କହିବେ ମଡ଼େଲ ପେପର ଟ୍ରେସ୍ ଏଗୁଡ଼ା ସବୁ କରିପାରିବେ। ନିଜର ଗ୍ରାମ ସହର କୃଷି ଫାର୍ମ ଦୋକାନ ପର୍ଯ୍ୟବେକ୍ଷଣ ଖେଳଘର ପ୍ରଦର୍ଶନୀ ବିଷୟରେ ଆପଣ ତଥ୍ୟ ସମୂହ ବିବରଣୀ ଲିଖନ କରିବା ପାଇଁ କହିବେ। ଏହା ମଧ୍ୟ ଗୋଟିଏ ପ୍ରୋଜେକ୍ଟ। ବୁଝିପାରିଲେ। ମୃତ୍ତିକା ଶିଳା ଖଣିଜ ପଦାର୍ଥ ସଂଗ୍ରହ କରିବା ପାଇଁ ଆପଣ କହିପାରିବେ ଗୋଟେ ପ୍ରୋଜେକ୍ଟ। ଠିକ୍ ଅଛି। ଏଥିରେ ଉପାଦେୟତା କ'ଣ ରହିଲା ବେନିଫିଟ୍ କ'ଣ ରହିଲା ଦେଖନ୍ତୁ। ଏଥିରେ 3ଟି ନିୟମ ରହିଛି। ଗୋଟେ ଅଭ୍ୟାସ ନିୟମ ହଁ କି ନାହିଁ ଅଭ୍ୟାସ ନିୟମ ପ୍ରଭାବ ନିୟମ ମାନସିକ ପ୍ରସ୍ତୁତି ନିମନ୍ତେ ଏହା ପର୍ଯ୍ୟବେସିତ ମାନେ ମେଣ୍ଟାଲି ସେ ପ୍ରିପେୟାର ହେବ ନା ଗୋଟେ ପ୍ରୋଜେକ୍ଟ ତିଆରି କରିବା ପାଇଁ ଗୋଟେ ପିଲା। ଠିକ୍ ଅଛି। ଏଥିରେ କ'ଣ ହୁଏ ନା କେବଳ କାର୍ଯ୍ୟ ଦ୍ୱାରା ଶିକ୍ଷଣ ଉପରେ ଗୁରୁତ୍ୱ ନ ଦେଇକରି ଜୀବନ ଦ୍ୱାରା ଶିକ୍ଷଣ ଉପରେ ଗୁରୁତ୍ୱ ମଧ୍ୟ ଦିଆଯାଇଥାଏ। ଏଥିରେ କର୍ତ୍ତବ୍ୟ ନିଷ୍ଠା ହେଇଥାଏ ସହଯୋଗିତା ମନୋବୃତ୍ତି ହେଇଥାଏ ଶୃଙ୍ଖଳା ହେଇଥାଏ ଧୈର୍ଯ୍ୟ ଶକ୍ତି ବଢ଼ିଥାଏ। ବୁଝିପାରିଲେ ଏଗୁଡ଼ା ସବୁ ହେଇଥାଏ। ଆଉ କ'ଣ ଏଠି ପିଲା ନିଜେ କରେ ହଁ କି ନାହିଁ ନିଜେ କରେ ନା ତେଣୁକରି ଗଣତାନ୍ତ୍ରିକ ଜୀବନଧାରା ମାର୍ଗର ତାଲିମ ମଧ୍ୟ ସେ ପାଇପାରିଥାଏ ସ୍ୱାଧୀନ ଚିନ୍ତନ ମଧ୍ୟ କରିପାରିଥାଏ ହେଲା। ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ମଧ୍ୟ କରିପାରିଥାଏ ବିଚାର ଶକ୍ତିର ଅଭିବୃଦ୍ଧି ଘଟିଥାଏ ନୂତନ ଅଭିଜ୍ଞତା ମଧ୍ୟ ପିଲାଟିଏ ପାଇଥାଏ ଜ୍ଞାନ ଆହରଣ କରିଥାଏ। ବୁଝିପାରିଲେ ଏଗୁଡ଼ାକ ସବୁ ହେଇଥାଏ ଦାୟିତ୍ୱବୋଧ ହେଇପାରିଥାଏ ସିଏ ସିଦ୍ଧାନ୍ତ ଗ୍ରହଣ କରିପାରିଥାଏ ସ୍ୱାଧୀନ ଚିନ୍ତନ କରିପାରିଥାଏ। ଏଇଟା ବିଭିନ୍ନ ପ୍ରକାର ଏଗୁଡ଼ା ତାଙ୍କର ବେନିଫିଟ୍ ବା ମେରିଟ୍ ବୋଲି ଆମେ କହିପାରିବା। ତାପରେ କ'ଣ ରହିଲା ନା ଦୋଷ ତ୍ରୁଟି କ'ଣ ଦୋଷ ତ୍ରୁଟି ରହିଲା ଦେଖିବା ନା ଏଇଟା ନିମ୍ନ ଶ୍ରେଣୀର ଶିକ୍ଷାର୍ଥୀଙ୍କ ପାଇଁ ଉପଯୋଗ ନୁହେଁ।
କାରଣ ସେମାନେ ସେ ଚିନ୍ତା ବିଚାର ଶକ୍ତିର ତାର ପରିକଳ୍ପନା ଆସିନଥାଏ ପିଲାମାନଙ୍କର, ଛୋଟ ପିଲା ନା ସେମାନେ। ଆଉ କ'ଣ ହେଇଥାଏ ନା ଶିକ୍ଷାର୍ଥୀମାନେ ଅନେକ ସମୟରେ ଇଚ୍ଛା ନଥାଇ ବାଧ୍ୟବାଧକତାର ପ୍ରକଳ୍ପରେ ଅଂଶଗ୍ରହଣ କରିଥାନ୍ତି। ଯଦି ସେମାନେ ଇଣ୍ଟରେଷ୍ଟେଡ୍ ନୁହନ୍ତି, ଆପଣ ବାଧ୍ୟ କରିକି ସେମାନେ ପ୍ରୋଜେକ୍ଟ କରିଥାନ୍ତି ଟିଚର କହିଛନ୍ତି ହିସାବରେ, ତେଣୁ ତାଙ୍କର ବେନିଫିଟ୍ କେମିତି ହେବ କୁହନ୍ତୁ? ବେନିଫିଟ୍ ସେମାନଙ୍କର ହେଇପାରିବ ନାହିଁ। ଆଉ କ'ଣ ହୁଏ, ଏହାକୁ ବହୁତ ଟାଇମ୍ ଟେକିଂ ଲାଗେ, ହଁ କି ନାହିଁ, କରିବା ପାଇଁ, ତେଣୁକୁ ସମୟ ସାପେକ୍ଷ ବୋଲି ଲେଖିଛି। ଠିକ୍ ଅଛି। ଆଉ ଶିକ୍ଷକଙ୍କ ଉପରେ ଅଧିକ ଦାୟିତ୍ୱ ଥିଲେ ଶିକ୍ଷକଙ୍କ ଦକ୍ଷତାର ଅଭାବ ଯୋଗୁଁ ଏହା ସମ୍ଭବପର ହୋଇପାରେ ନାହିଁ। ତେଣୁକରି ଗୋଟେ ଉପଯୁକ୍ତ ଶିକ୍ଷକ ଆବଶ୍ୟକ ଏବଂ ତାଙ୍କର ଭାଷ୍ଟ ନଲେଜ ଥିବା ଆବଶ୍ୟକ। ଠିକ୍ ଅଛି। ଶିକ୍ଷାର୍ଥୀଙ୍କ ପାଇଁ ଏହି ପଦ୍ଧତି ପ୍ରଯୁଜ୍ୟ ନୁହେଁ, କାରଣ ଶିକ୍ଷକ ସମସ୍ତଙ୍କୁ ବ୍ୟକ୍ତିଗତ ଭାବରେ ଆବଶ୍ୟକୀୟ ଦିଗଦର୍ଶନ ଦେଇପାରନ୍ତି ନାହିଁ। ଏଠାରେ ଏତେ ପିଲା ଥିବେ, ସମସ୍ତଙ୍କୁ ଉପଯୁକ୍ତ ଦିଗଦର୍ଶନ ଦେଇପାରିବେ କି ପ୍ରୋଜେକ୍ଟ କର, ତାର ବହୁତ ଟାଇମ୍ ଟେକିଂ ଲାଗିବ। ଏହିସବୁ ଦୋଷ ତ୍ରୁଟି ରହିଛି। ତାପରେ ଲାଷ୍ଟରେ ଆସିଲା କ'ଣ ନା ଶିକ୍ଷଣ କାର୍ଯ୍ୟଭିତ୍ତିକ ପନ୍ଥା ବା ଆକ୍ଟିଭିଟି ବେସ୍ଡ ଆପ୍ରୋଚ୍, ଯେଉଁଟାକି ବର୍ତ୍ତମାନ ଆମ ସ୍କୁଲ ଗୁଡ଼ାକରେ ଚାଲିଛି। ଆପଣ ପିଲାମାନଙ୍କୁ ଆକ୍ଟିଭିଟି ମାଧ୍ୟମରେ ପାଠ ପଢ଼େଇବେ, ଯେଉଁଥିରେ କି ତାଙ୍କର କ'ଣ ହେବ ନା ସେମାନେ ପିଲାମାନେ ଆକ୍ଟିଭେଟ୍ ହେବେ, ଆଉ ତାଙ୍କ ସୃଜନଶୀଳତା ବଢ଼ିବ, ମନୋବୃତ୍ତି ବଢ଼ିବ, ଆତ୍ମପ୍ରତ୍ୟୟ ବଢ଼ିବ। ଠିକ୍ ଅଛି, ଆପଣ କରିପାରିବେ। ତ ଆମର ଏଇ ମାଧ୍ୟମରେ ପାଠ ପଢ଼ା ହେଉଛି ପିଲାମାନଙ୍କୁ। ସେମାନେ ଯେମିତି ଆନନ୍ଦ ପ୍ରାପ୍ତି ହେଇପାରିବେ, ସ୍ୱତଃସ୍ଫୂର୍ତ୍ତ ଅଂଶଗ୍ରହଣ କରିବେ, ପିଲା ନିଜେ କରିବେ। ଏଠି ଟିଚର କ'ଣ ନା ଫେସିଲିଟେଟର, କେବଳ ଫେସିଲିଟେଟ୍ କରିବେ, ଆପଣ ଗାଇଡ଼ କରିବେ ପିଲାମାନଙ୍କୁ, କିନ୍ତୁ ସବୁ ଜିନିଷ ପିଲା କରିବେ। ସେମାନେ ଖୁସି ହେବେ, ସେମାନେ ଅଂଶଗ୍ରହଣ କରିବେ, ଆହ୍ୱାନମୂଳକ ହେଇପାରିବେ। ଠିକ୍ ଅଛି, ଏଗୁଡ଼ା ସବୁ ହେଇପାରିବ। ଆଉ ଏବେ ଆମର କ'ଣ ଚାଲିଛି କୁହନ୍ତୁ ନା 5E ମଡ଼େଲ। ଠିକ୍ ଅଛି, 5E ଯେଉଁଥିରେ କି ଫାର୍ଷ୍ଟ ପିଲାମାନେ ଏନଗେଜ୍ ହେବେ। ଠିକ୍ ଅଛି, ଯେକୌଣସି ଗୋଟେ କାମ କରିବା ପାଇଁ, ଯେକୌଣସି ଗୋଟେ ଟପିକ୍ ପଢ଼ିବା ପାଇଁ ଫାର୍ଷ୍ଟ ପିଲାମାନଙ୍କୁ ଏନଗେଜ୍ କରାଇବେ। ତାପରେ ସେମାନେ ଏକ୍ସପ୍ଲୋର ବା ପିଲାମାନେ ଅନ୍ୱେଷଣ କରିବେ ଯେ କ'ଣ ଅଛି କ'ଣ ନାହିଁ ଏ ଟପିକ୍ରେ, ଆପଣ ସେମାନେ ବୁଝିବା ପାଇଁ ନିଜେ ନିଜେ ଚେଷ୍ଟା କରିବେ। ତାପରେ ସେଇ ଜିନିଷ ଉପରେ ଆଲୋଚନା ହେବ, ଉପସ୍ଥାପନା କରିବେ ସେମାନେ। ତାପରେ କ'ଣ କରିବେ ନା ଇଲାବୋରେଟ୍ କରିବେ, ବର୍ଣ୍ଣନା କରିବେ, ଲାଷ୍ଟରେ ଇଭାଲୁଏସନ୍ କରିବେ। ଠିକ୍ ଅଛି, ଏଇ ମାଧ୍ୟମରେ ବର୍ତ୍ତମାନ ବିଦ୍ୟାଳୟ ଗୁଡ଼ିକରେ ପଢ଼ା ହେଉଛି। ଆଚ୍ଛା, ଏଇସବୁ ରହିଲା। ତାପରେ ଏଇଠି ଦେଖନ୍ତୁ ଶିକ୍ଷଣ କାର୍ଯ୍ୟର ଉପାଦାନ ଗୁଡ଼ିକ କ'ଣ କ'ଣ ରହିଛି। କ'ଣ କ'ଣ ଉପାଦାନ ଆମେ ପ୍ରଥମେ ଆମେ ଯେକୌଣସି ଟପିକ୍ ନେବା ତାକୁ ଫୋକସ୍ କରିବା, କେନ୍ଦ୍ରାଭିମୁଖ କରିବା, ବା ଏ ଦେଖନ୍ତୁ ଶୈକ୍ଷିକ ଉଦ୍ଦେଶ୍ୟ ହେଉଛି ଫୋକସ୍ଡ, ହଁ କି ନାହିଁ। ପିଲାମାନଙ୍କ କାର୍ଯ୍ୟଟି କ'ଣ ସେମାନେ କାହିଁକି କରୁଛନ୍ତି ସେଇଟା ଜାଣିବା ସେମାନେ ନିଶ୍ଚିତ ଭାବରେ ଜରୁରୀ, ଯେଉଁଥିରେ କି ତାଙ୍କର ଶିକ୍ଷଣ ଅଭିଜ୍ଞତା ହାସଲ ହେଇପାରିବ। ଆଉ କ'ଣ ଯେକୌଣସି ଗୋଟେ କରିବେ ସେମାନେ ପଢ଼ିବା ପୂର୍ବରୁ ଚ୍ୟାଲେଞ୍ଜିଂ ହେବା ଦରକାର, ମାନେ ସେମାନେ ତାଙ୍କର ଆଗ୍ରହ ଥିବା ଦରକାର, ରୁଚି ଥିବା ଦରକାର ସେଇ ପ୍ରସଙ୍ଗ ଭିତ୍ତିକ, ଏବଂ ଆମେ ଯେଉଁଟା ପଢ଼େଇବା ତାଙ୍କୁ ପ୍ରସଙ୍ଗ ଭିତ୍ତିକ ହେବା ଦରକାର। ଠିକ୍ ଅଛି, ଯେଉଁଥିରେ କି ନିଜର ବୌଦ୍ଧିକ ସାମର୍ଥ୍ୟ ଅନୁଯାୟୀ ହେଲେ ସମସ୍ୟା ଗ୍ରହଣ କରିପାରିବେ ଏବଂ ସମାଧାନ କରିବାର ପନ୍ଥା ସେମାନେ ଖୋଜିବେ। ଠିକ୍ ଅଛି, ଆଉ ପିଲା ନିଜେ ଅଂଶଗ୍ରହଣ କରିବା ଆବଶ୍ୟକ, ସ୍ୱତଃସ୍ଫୂର୍ତ୍ତ ଅଂଶଗ୍ରହଣ ନିତାନ୍ତ ଭାବରେ ଜରୁରୀ। ନା କେଉଁଠି ଆକ୍ଟିଭିଟି ବେସ୍ଡ ଆପ୍ରୋଚରେ। ଠିକ୍ ଅଛି, ଆଉ ଯେତେବେଳେ ବି ପଢ଼େଇବେ କ'ଣ କରିବେ ନା ଆନନ୍ଦଦାୟୀ ହେବା ଦରକାର, ଜୟଫୁଲ ହେବା ଦରକାର, ଯେଉଁଥିରେ କି ପିଲାଟି ଆନନ୍ଦ ପ୍ରାପ୍ତ କରିପାରିବ। ଠିକ୍ ଅଛି, ବୁଝିପାରିଲେ। ଆଚ୍ଛା, ଏଥିରେ ଉପକାର କ'ଣ ରହିଲା ଦେଖନ୍ତୁ। ଉପକାର କ'ଣ ରହିଲା, ଏହି ପନ୍ଥାରେ ନୂତନ ଜ୍ଞାନ ବା ଅଭିଜ୍ଞତା ଆହରଣର ସୁଯୋଗ ସୃଷ୍ଟି ହୋଇଥାଏ। ନିଶ୍ଚିତ ଭାବରେ ପିଲା ଯେହେତୁ ନିଜେ କରେ, ତେଣୁକରି ସେ ନୂତନ ଜ୍ଞାନ ଆହରଣ କରିଥାଏ। ସ୍ୱଶିକ୍ଷଣ ବା ସହଭାଗିତା ଶିକ୍ଷଣ ସୁଯୋଗ ଥାଏ, ଏଠି ନିଜେ କରିଥାଏ, ଭାଗ ନେଇଥାଏ ସିଏ। ଆଉ କ'ଣ ହେଇଥାଏ ନା ଶିକ୍ଷଣ ଉପକରଣ ଉପଲବ୍ଧ ମାଧ୍ୟମରେ ଶିକ୍ଷଣକୁ ଅଧିକ ଅର୍ଥପୂର୍ଣ୍ଣ କରିଥାଏ, ପ୍ରାସଙ୍ଗିକ କରିଥାଏ। ଠିକ୍ ଅଛି, ପିଲାମାନେ ହାସଲ କରିଥିବା ଦକ୍ଷତାର ଅଭ୍ୟାସ ପାଇଁ ସେ ସୁଯୋଗ ମିଳିଥାଏ। ଆଉ କ'ଣ ନା ପର୍ଯ୍ୟବେକ୍ଷଣ କରିବା, ଆବିଷ୍କାର କରିବା, ନିଜର ଜ୍ଞାନ ନବୀକରଣ କରିବା, ବୃଦ୍ଧି ପାଇଁ ତାହା ସୁଯୋଗ ମିଳିଥାଏ। କେଉଁ ମାଧ୍ୟମରେ? ଆକ୍ଟିଭିଟି ବେସ୍ଡ ଆପ୍ରୋଚରେ। ବୁଝିପାରିଲେ, ପିଲାମାନେ ନିଜ ଜୀବନ କୌଶଳ ବିକାଶର ସୁଯୋଗ ମଧ୍ୟ ପାଇଥାନ୍ତି ଏଠି। ଠିକ୍ ଅଛି, ଏହି ମାଧ୍ୟମରେ କ'ଣ ହେଇଥାଏ, ବହୁ ଶ୍ରେଣୀ ବହୁସ୍ତରୀୟ ପରିସ୍ଥିତି ପରିଚାଳନା ପାଇଁ ମଧ୍ୟ ଏହି କାର୍ଯ୍ୟଭିତ୍ତିକ ପନ୍ଥା ନିତାନ୍ତ ଭାବରେ ଆବଶ୍ୟକ। ଠିକ୍ ଅଛି, ଏଥିରେ ସମସ୍ୟା କ'ଣ ରହିଥାଏ ନା ଗୋଟେ ସାଧାରଣ ଶିକ୍ଷକ ପାଇଁ ଶିକ୍ଷଣ କାର୍ଯ୍ୟ ପ୍ରସ୍ତୁତ କରିବା ବହୁତ କଷ୍ଟକର ହୋଇଥାଏ, ଶିକ୍ଷଣ କାର୍ଯ୍ୟ ପ୍ରସ୍ତୁତ କରିବା ପାଇଁ। ଠିକ୍ ଅଛି, ଏଥିପାଇଁ ଗୋଟେ ଦକ୍ଷ ଶିକ୍ଷକ ଦରକାର, ଅଭିଜ୍ଞ ଶିକ୍ଷକ ଆବଶ୍ୟକ ହୋଇଥାଏ। ବେଳେବେଳେ କ'ଣ ହୁଏ ନା ଠିକ୍ ଟାଇମ୍ ପିରିୟଡ଼ ଭିତରେ, ଠିକ୍ ଅଛି, ଠିକ୍ ଟାଇମ୍ ପିରିୟଡ଼ ଭିତରେ ସମସ୍ତ ଆକ୍ଟିଭିଟି ଗୁଡ଼ାକ ଫୁଲଫିଲ୍ ହୋଇପାରେ ନାହିଁ। ବୁଝିପାରିଲେ ନା, ସେଗୁଡ଼ାକ ହେଉଛି ତାଙ୍କର କ'ଣ ଡିମେରିଟ୍ସ ବା ପିରିୟଡ଼ ମଧ୍ୟରେ ଲେଖା ହେଇଛି ଦେଖନ୍ତୁ, ଏଠି କାର୍ଯ୍ୟ ପରିଚାଳନା କଷ୍ଟକର ହୋଇପାରିଥାଏ। ଆଉ କ'ଣ ହୁଏ ବେଳେବେଳେ ନା ଉପକରଣର ଅଭାବ ହୋଇଥାଏ, ଯେଉଁଥିରେ କି
ମାନେ ଶିକ୍ଷକ ପିଲାମାନଙ୍କୁ ଠିକ୍ ଭାବରେ ଦେଖାଇ ପାରି ନଥାନ୍ତି। ବୁଝିପାରିଲେ, ମାନେ ଏଠି TLM ବହୁତ ମାତ୍ରାରେ ଆବଶ୍ୟକ ହେଇଥାଏ, ଯେଉଁଟାକି ଟିଚର କରିପାରନ୍ତି ନାହିଁ ବା ସ୍କୁଲ ଗୁଡ଼ାରେ ମଧ୍ୟ ଆଭେଲେବୁଲ୍ ନାହିଁ। ବୁଝିପାରିଲେ, ତାହେଲେ ଆମେ 4ଟି ଆମର ମେଥଡ଼ ଆମେ ପଢ଼ିଲେ। ଯଦି ଆପଣଙ୍କର ଏହି ସେସନ୍ଟି ଭଲ ଲାଗିଲା ତାହେଲେ ଲାଇକ୍ କରିଦେବେ ଏବଂ ସେୟାର କରିବା ପାଇଁ ଜମାରୁ ଭୁଲିବେନି। ଆଉ ନୂଆ ଅଛନ୍ତି ତ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନ୍କୁ ମଧ୍ୟ ଅନ୍ କରିଦେବେ। ଠିକ୍ ଅଛି, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ। ନେକ୍ସଟ ସେସନ୍ରେ ଆପଣଙ୍କ ସହିତ ଦେଖା ହେବ।